ନିଜର ସ୍ପୋକ୍ସ ପର୍ସନ୍ ମୁଖପାତ୍ର ତୁମନାଥ ପଣ୍ଡା ଆସିଥିଲେ। ସମସ୍ତ PLA ବନ୍ଧୁମାନେ ଯେଉଁମାନେ ହେଇଛନ୍ତି ବିଜୁ ଜନତା ଦଳ ସେମାନଙ୍କୁ ଟ୍ରେନିଂ ଦେଲେ ଭାବେ ବୁଥ୍ ଲେଭେଲ୍ ଅଫିସରଙ୍କ ସହିତ ସମ୍ପର୍କ ରକ୍ଷା କରି ନିଜର ବୁଥ୍ରେ ଥିବା ଭୋଟର ଭାଇ ଭଉଣୀମାନଙ୍କର ଉଚିତ ତଦନ୍ତ ଅନୁସାରେ ପଦକ୍ଷେପ ନେଇ ଭୋଟ ତାଲିକାରେ ଅନ୍ତର୍ଭୁକ୍ତ କରିବେ। ଭୋଟ ତାଲିକାରୁ କୌଣସି ଯୋଗ୍ୟତମ ବ୍ୟକ୍ତିର ବାଦ ନ ପଡ଼ିବ। ଏହି କାର୍ଯ୍ୟକ୍ରମ ଆଜି ଟ୍ରେନିଂ ମାଧ୍ୟମରେ ତୁମନାଥ ପଣ୍ଡା ମହାଦେବଙ୍କ ଦ୍ୱାରା ଟ୍ରେନିଂ ଦିଆଯାଉଥିଲା। ସମସ୍ତ ବିଜୁ ଜନତା ଦଳର ଯେଉଁମାନେ ଏହି କଥାକୁ ନିଯୁକ୍ତି ହେଇଛନ୍ତି, ଏହି ଭାର ନେଇଛନ୍ତି, ସେମାନଙ୍କୁ ଏହି ଟ୍ରେନିଂ ଦିଆଯାଉଛି। ନିର୍ବାଚନ ମଣ୍ଡଳୀ ଏହି ଗୋଟିଏ ଜାଗାରେ ପ୍ରଶିକ୍ଷଣ ଦିଆଯାଉଛି ନା ଆଉ ଅଲଗା ଜାଗାରେ ମଧ୍ୟ ଏହାର କାର୍ଯ୍ୟକ୍ରମ ବ୍ଲକରେ ଗୋଟେ SIR ଉପରେ ଗୋଟେ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଭଳି ଭାବରେ କେନ୍ଦ୍ର ସରକାର ପରିସଂଖ୍ୟାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି SIR, ସେ SIRରେ ବିଜୁ ଜନତା ଦଳରେ ନବୀନ ବାବୁଙ୍କ ତରଫରୁ ଜଣେ ଜଣେ ପ୍ରତିନିଧି ପ୍ରତ୍ୟେକ ବୁଥ୍ ସ୍ତରରେ ଆଜି ନିଯୁକ୍ତ କରାଗଲା। ପାଟକୁରା ନିର୍ବାଚନ ମଣ୍ଡଳୀରେ ଯେତିକି ବୁଥ୍ ଅଛି ସେ ବୁଥ୍ରେ ନବୀନ ବାବୁଙ୍କ ତରଫରୁ ଜଣେ ଜଣେ ପ୍ରତିନିଧି କେମିତି ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କଟିବ ନାହିଁ ଏବଂ ଯୋଗ୍ୟ ଲୋକ କେମିତି ରହିବେ, ଅଯୋଗ୍ୟ ଲୋକ କେମିତି ବାଦ ପଡ଼ିବେ, ସେ ବାବଦରେ ସାହାଯ୍ୟ ସହଯୋଗ କରିବା ପାଇଁ ଆମ ଦଳ ତରଫରୁ ଜଣେ ଜଣେ ଏଜେଣ୍ଟ ଆଜି ନିଯୁକ୍ତ କରାଗଲା। ଏବଂ ଏଇ ଯେଉଁ ନିଯୁକ୍ତ ହେଲେ ଏଜେଣ୍ଟମାନେ, ଏମାନେ ଯେ ପର୍ଯ୍ୟନ୍ତ SIR କାମ ଚାଲିବ ସେ ପର୍ଯ୍ୟନ୍ତ BLO ମାନଙ୍କ ପାଖରେ ଏ BLA ବା ବୁଥ୍ ଲେଭେଲ୍ ଏଜେଣ୍ଟ ନବୀନ ବାବୁଙ୍କର ପ୍ରତ୍ୟେକ ବୁଥ୍ରେ କାମ କରିବେ ଏବଂ ଭୋଟରମାନଙ୍କୁ ସାହାଯ୍ୟ ସହଯୋଗ କରିବେ। ଏ କାର୍ଯ୍ୟକ୍ରମରେ ଗୋଟେ ପ୍ରଶିକ୍ଷଣ ଶିବିର ଆଜି ଥିଲା ଏବଂ ଆଜି ପ୍ରତ୍ୟେକ ବୁଥ୍ରୁ ଜଣେ ଜଣେ ଶିକ୍ଷଣ ଶିବିର ଯାହା ଆପଣମାନେ ଜାଣିଛନ୍ତି, ମାନ୍ୟବର ରାଜ୍ୟ ସଭାପତି ବିଜୁ ଜନତା ଦଳର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ସାରା ଓଡ଼ିଶାରେ ବୁଥ୍ ଲେଭେଲ୍ ଏଜେଣ୍ଟ ଏ ଯେଉଁ SIR କାର୍ଯ୍ୟକ୍ରମ ହେବ, ସେ SIR କାର୍ଯ୍ୟକ୍ରମ ପାଇଁ ବୁଥ୍ ଲେଭେଲ୍ ଏଜେଣ୍ଟ ଆମ ଦଳ ତରଫରୁ ନିଯୁକ୍ତ ହୋଇଛନ୍ତି। ସେହି କ୍ରମରେ ଆଜି ପାଟକୁରାର ଗରଦପୁର ବ୍ଲକରେ ଏହି କାର୍ଯ୍ୟକ୍ରମ ଥିଲା। सरकारी काम से करेंगे किंतु आमर लोक जोड़े भी न पड़ो आमको नवीन पट्टनायक भूत दायित्व देकर आमको दलर प्राधिकृत क्षमता प्राप्त प्रतिनिधि निर्वाचन कमिशन निकट में बुझु गोटे जिला सभापति से अपॉइंटमेंट लेटर में बिजु जनता दल समर्थक से सहित आलोचना करेंगे। यहाँ प्राय बहुत लोग SIR बाबद जानी ना এইটা বহুত গুরুত্বপূর্ণ একনলেজমেন্ট আজ পড়ছে নলে আপনি দেই দিবে সে মূল্য না আপনি দেই না সে ভোট হল তার অধিকারটা পড়ে গেল জমি ঘর আবর্তন প্রমাণপত্র আপনার